ଚାମେଲି ଓଝା ବିଜେଡିର ହେଇଥାନ୍ତୁ, ବିଜେଡିରେ ଯେତେ ହେଲେ ବି ତମେ କଣ ବିଜେଡି ହେଲା ବୋଲି ବିଜେଡି ରହିବନି ଓଡ଼ିଶାରେ? ବିଜେଡି ସରପଞ୍ଚ ମଧ୍ୟ ସେ କାମ ତାର ହକ୍ ନାହିଁ କହିବା ପାଇଁ। ତମେ ଗୋଟେ ବିଜେଡି ସରପଞ୍ଚକୁ ତମେ ସାରା ଓଡ଼ିଶାର ତ ସରକାରୀ କଳ ସରକାର ତମେ କରିଛ ବିଜେପି ସରକାର ରାଜ୍ୟରେ, ତମେ ତାକୁ ଏଇଭଳି କିଲିବିଲି କରୁଛ, ଇଏ ଲଜ୍ଜା ଲାଗୁଛି। ଯଦି ଭିଡିଓ କରିବା ଅପରାଧ ତାହେଲେ ତ ସେଲ୍ଫ ଡିଫେନ୍ସ ରହିବନି ଲୋକର, ନିଜର ସେଲ୍ଫ ଡିଫେନ୍ସ ପାଇଁ ସେ ଭିଡିଓ କରୁଥିଲା। ଯଦି ସିଏ ମାନେ କଣ ସିଏ ଯଦି ନିଜେ କିଛି ହେଇଥାନ୍ତା ମାନେ କଣ ଭୁଲ କରିଥାନ୍ତା ସେ ଥୋଡ଼ି ଭିଡିଓ କରିଥାନ୍ତା କି? ଶୁଣନ୍ତୁ, ଇଏ ଗୋଟେ ମାନେ ଜଘନ୍ୟ କାଣ୍ଡ ଚାଲିଛି ରାଜ୍ୟରେ ବର୍ତ୍ତମାନ କଣ ମାନେ କିଭଳି ଶାସନ ଚାଲିଛି? ଗୋଟିଏ ଝିଅଟିଏ, ଗୋଟେ ସରପଞ୍ଚ, ଗୋଟେ ମହିଳା ସରପଞ୍ଚ, ତମେ ସେ ଭିଡିଓ କଲା, ପ୍ରଶ୍ନ ପଚାରିଲା, କଣ ତାର କହିଲେ ତମେ ବାଡେଇଲ, କଣ ତାର ପ୍ରମାଣ ନାହିଁ, ତମେ ତାକୁ ଜେଲ ପର୍ଯ୍ୟନ୍ତ କଥା ନେଇ ସାରିଲଣି। ମାନେ ଇଏ କଣ କି ହିଟଲର ଶାସନ ଚାଲିଛି ରାଜ୍ୟରେ? ଇଏ ବର୍ତ୍ତମାନ ସାଧାରଣ ଲୋକ ମୁଣ୍ଡରେ ହାତ ଦେଇ ବସିଲେଣି। ଗୋଟେ 2 ବର୍ଷର ସରକାର ଆସିବା ପରେ ତମେ ଗୋଟେ ସରପଞ୍ଚକୁ ଟ୍ୟାକେଲ କରିପାରିଲନି? କଣ ସେ କେସ୍ ହେଇଥିଲା? ତମେ କହୁଛ ଓଲଟି ତା ପଛରେ ଆହୁରି ବଡ ବଡ ଷଡ଼ଯନ୍ତ୍ରକାରୀ ଅଛନ୍ତି, ବସିକି ମୁଣ୍ଡ ଖଟଉଛନ୍ତି। ଯେତେ ଷଡ଼ଯନ୍ତ୍ର କଲେ କଣ ଅସୁବିଧା ହେଲା? ତମର ତ ସିଷ୍ଟମ, ତମର ତ ସରକାର, ତମେ ତାକୁ ଚାହିଁଥିଲେ ଶୃଙ୍ଖଳିତ ସହିତ, ଧୈର୍ଯ୍ୟର ସହିତ ତାହାକୁ ସମାଧାନ ହେଇପାରିନଥାନ୍ତା? ଭିଡିଓ କରିବା କଣ ଅପରାଧ କି? ଗୋଟେ ମୋବାଇଲରେ କିଏ ଭିଡିଓ କରିବା, ଥାନାରେ ଭିଡିଓ କରିବା ଅପରାଧ? ତାହେଲେ ସମ୍ବିଧାନ କଣ ପାଇଁ ଅଛି? ସମ୍ବିଧାନ କାହିଁକି ଆମେ ଦୁଆଇ ଦଉଛନ୍ତି? କୌଣସି ସରକାରୀ କାର୍ଯ୍ୟାଳୟରେ ଭିଡିଓ କରିବା କଣ ଅପରାଧ କି? ଯଦି ଭିଡିଓ କରିବା ଅପରାଧ ତାହେଲେ ତ ସେଲ୍ଫ ଡିଫେନ୍ସ ରହିବନି ଲୋକର, ନିଜର ସେଲ୍ଫ ଡିଫେନ୍ସ ପାଇଁ ସେ ଭିଡିଓ କରୁଥିଲା। ଯଦି ସିଏ ମାନେ କଣ ସିଏ ଯଦି ନିଜେ କିଛି ହେଇଥାନ୍ତା ମାନେ କଣ ଭୁଲ କରିଥାନ୍ତା ସେ ଥୋଡ଼ି ଭିଡିଓ କରିଥାନ୍ତା କି? କିନ୍ତୁ ଏଠି କଥା ପଡିଛି କୋଉଠି ନା କୋଉଠି ଯୋଉ ମହିଳା ସରପଞ୍ଚ ପ୍ରତି ଏଇ ଯୋଉ ବର୍ବରତା ଯୋଉ ହଉଛି, ୟା ପଛରେ ଯୋଉମାନେ ନାୟକ ଅଛନ୍ତି ଏମାନଙ୍କୁ କମ ସେ କମ ଲୋକଲୋଚନକୁ ଅଣାଯାଉ, ଲୋକ ଜାଣନ୍ତୁ ଏମାନେ କୋଉ ନାୟକ, ମାନେ କିଏ ୟା ପଛରେ। ନାଇଁ, ବିଧାୟକ ଫେଭର ମାଗୁଥିଲେ ଯଦି ଯଦି ୟାର ଗୋଟେ ପ୍ରମାଣ ଆସିବା ଦରକାର, ୟାର ଗୋଟେ ପ୍ରମାଣ ମଧ୍ୟ ହବା ଦରକାର। ଆଉ ଗୋଟେ କଥା ହଉଛି, ଯୋଉ ସରକାରୀ କଳ ବର୍ତ୍ତମାନ ଯୋଉ ଅଭିଯୋଗ କରୁଛି ଆକୁ ଗୋଟେ ଷଡ଼ଯନ୍ତ୍ର କରାହଉଛି ବଦନାମ କରିବା ପାଇଁ। ଯଦି ବଦନାମ କରାହଉଛି, କକରୋଜ ଜନତା ପାର୍ଟି, ମୁଁ ପୂର୍ବରୁ କହିଥିଲି ଯେ ଅଭିଜିତ ଦୀପକେ ଆମେରିକାରେ ବସିକି ସିଏ ଗୋଟେ ୱାର୍ଡିଂ ଦେଲା, ମୁଁ ଗଲେ ଅମକେଇ ତାରିଖରେ ଆନ୍ଦୋଳନ କରିବୁ। ଆମେ ସିଧା ସିଧି ଭାବେ ସେଇଦିନ ଯାଇକି ଆଣିବୁ, କଣ ପରମିଶନ ଆଣିବୁ, ସେଇଦିନ ଆନ୍ଦୋଳନ କରିବୁ। କିନ୍ତୁ ସିଏ ଆସିବା ପୂର୍ବରୁ ତାକୁ ଦିଲ୍ଲୀ ପୋଲିସ ତାକୁ ଏୟାରପୋର୍ଟ ପାଖରେ ଗୋଟେ ପରମିଶନ ଦଉଛି, ଯାହାର ପରମିଶନଟା 5ଟା ପର୍ଯ୍ୟନ୍ତ ରହୁଛି। ଏଡ ବଡ କଣ୍ଟ୍ରୋଭର୍ସି ଉଠୁଥିଲା ପଡୁଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ, ଯୋଉଟା ସରଳର ସମାଧାନ ହେଇଗଲା। କଣ ଆମ ଓଡିଶା ପୋଲିସ ଏତେ ଅପାରଗ ଏଇ ଯୋଉ ଛୋଟିଆ କେସଟାକୁ ସମାଧାନ କରିପାରିଲାନି? ତାକୁ ବାଡେଇବା, ନାଲି ଆଖି ଦେଖେଇବା, ତାକୁ ଜୋର କରିକି ତା ହାତ ଗୋଡକୁ ଭିଡିବା, ତା ସାଲାଇନ ବାହାର କରିଦବା, ତାକୁ ଜେଲରେ ପୁରେଇ ଦବା, ତା ନାଁରେ ଆହୁରି 5ଟା ଦଫା ଲଗେଇଦବା। ଇଏ କଣ ଚାଲିଛି ଏଠି? କଥା ପଡିଛି ମହିଳା ସଶକ୍ତିକରଣ, ମହିଳା ସୁରକ୍ଷା କଥା। କଣ ଏଇ ବିଜେପିରେ ଯୋଉ ନେତ୍ରୀ ସବୁ ଅଛନ୍ତି ମହିଳା ସୁରକ୍ଷା କଥା କହୁଥିଲେ, ବିଜେଡି ସମୟରେ ଯୋଉଭଳି ପରି ମମିତା ମେହର ଆଦି ଇତିଶ୍ରୀ ବେବିନା କେସ୍ ହଉଥିଲା, ଯୋଉମାନେ ସ୍ୱର ଉତ୍ତୋଳନ କରୁଥିଲେ, ବର୍ତ୍ତମାନ ସେମାନେ ତାଙ୍କୁ ଦେଖାଉନି। ମହିଳା କମିଶନର ସବୁ କଥାରେ ଯାଇକି ପହଞ୍ଚାନ୍ତି, କାହିଁ ମହିଳା କମିଶନର ଯାଇକି ଏ କଥାରେ ମୁଣ୍ଡ ପୁରୁନାହାନ୍ତି? ଗୋଟେ ମହିଳାକୁ ଏଭଳି ଇଏ କରାହଉଛି। ଏଠି ଯଦି ଗୋଟେ ମହିଳା ଉପରେ ଗୋଟେ ସରପଞ୍ଚ ପାଖରେ ଆପଣ ଦେଖିବେ, ରାଜନୀତି ଦେଖିବେ, ତାହେଲେ ଇଏ ଦୁର୍ଭାଗ୍ୟ ରାଜ୍ୟର ବୋଲି ଆମେ କହିପାରିବା। ମହିଳା ସରପଞ୍ଚଟିଏ ସମସ୍ତଙ୍କର, ଯଦି ସିଏ ବି କିଛି ଭୁଲ କରିଛି, ଯଦି ଭୁଲ ତା ପାଖରେ ଅଛି, ବା ସିଏ ଯଦି କୋଉଠି ଲାଞ୍ଚ ନେଇଛି ବା ନା କଣ ଠକିଛି, ବିଲ୍ ଫିଲ୍ କରିଛି, ନିମ୍ନମାନର କାମ କରିଛି, ସିଏ ମଧ୍ୟ ତଦନ୍ତ। ତମ ପାଖରେ ସରକାରୀ କଳ ଅଛି, ବଳ ଅଛି, ତମେ ଚାହିଁଥିଲେ କୌଶଳ ମଧ୍ୟ ଅଛି। କୋଉଠି କେତେ ଟଙ୍କାର କାମ ହେଇଥିଲା, କେତେ ଟଙ୍କା ଲୁଟ ହେଇଛି, କାମ ନିମ୍ନମାନର ହେଇଛି କି କୋଉ ମାନର ହେଇଛି, ତାକୁ ଚାହିଁଥିଲେ ତମେ ବାହାର କରିପାରିଥାନ୍ତ, ତାକୁ ଚୋର କରିପାରିଥାନ୍ତ। ମାତ୍ର ତାହା ନକରି ତମେ କଣ ଗୋଟେ ଛୋଟ ଛୋଟ ଝିମିଟି ଖେଳରୁ ମହାଭାରତ ହେଲା ଭଳିଆ ତମେ ବର୍ତ୍ତମାନ ସମ୍ପୂର୍ଣ୍ଣ ଗୋଟେ ମାନେ ସରକାରୀ କଳ ବଳ କୌଶଳ ସବୁ ଗୋଟେ ଝିଅକୁ ଆରେଷ୍ଟ କରି ଜେଲ ପୁରେଇବା ପର୍ଯ୍ୟନ୍ତ କଥା ନେଇଯାଇଛ। ସେ ଝିଅଟିର ଆଜି ଅସୁବିଧା ଯଦି କିଛି ହେଇଯାଏ, ସେ ଝିଅଟି କହୁଛି ମତେ ପୋଲିସ ମାରିଦେବାକୁ ଚେଷ୍ଟା କରୁଛି, ଯଦି ଆଜି କିଛି ହେଇଯାଏ ତା ପାଇଁ ଦାୟୀ କିଏ ରହିବ? କିଏ ଦାୟୀ ରହିବ? ଏମିତି ତ ଆମ ଓଡିଶା ଅନେକ ଝିଅ ମାନଙ୍କୁ
ମାନେ ହରେଇଛି ସାହସୀ ମହିଳାକୁ। ଚାମେଲି ଓଝା ବିଜେଡିର ହେଇଥାନ୍ତୁ, ବିଜେଡିରେ ଯେତେ ହେଲେ ବି ତମେ କଣ ବିଜେଡି ହେଲା ବୋଲି ବିଜେଡି ରହିବନି ଓଡ଼ିଶାରେ? ବିଜେଡି ସରପଞ୍ଚ ମଧ୍ୟ ସେ କାମ ତାର ହକ୍ ନାହିଁ କହିବା ପାଇଁ। ତମେ ଗୋଟେ ବିଜେଡି ସରପଞ୍ଚକୁ ତମେ ସାରା ଓଡ଼ିଶାର ତ ସରକାରୀ କଳ ସରକାର ତମେ କରିଛ ବିଜେପି ସରକାର ରାଜ୍ୟରେ, ତମେ ତାକୁ এইଭଳି କିଲିବିଲି କରୁଛ, ଇଏ ଲଜ୍ଜା ଲାଗୁଛି। ଏ କଥା ଅତି ସରଳରେ ସମାଧାନ ହେଇପାରିଥାନ୍ତା। ଏ କେସ୍ ମୋଟେ ରାଜ୍ୟ ଉଠୁଛି ପଡୁଛି ଯେମିତି ହଉଛି ସେ କଥା ହେଇନଥାନ୍ତା। ଏଟାକୁ ବହୁ ଡିସିପ୍ଲିନରେ ଚାହିଁଥିଲେ ମୋହନ ମାଝୀଙ୍କର ସରକାର ଟ୍ୟାକେଲ କରିପାରିଥାନ୍ତେ। କେନ୍ଦ୍ରାପଡ଼ା ତାଙ୍କର କଲେକ୍ଟରଠୁ ଆରମ୍ଭ କରି ତାଙ୍କର ବିଡିଓ ପର୍ଯ୍ୟନ୍ତ, ତାଙ୍କର ପୋଲିସ ପର୍ଯ୍ୟନ୍ତ ଏ ସାଧାରଣ ଭାବରେ ସମାଧାନ କରିପାରିଥାନ୍ତେ। ନାଇଁ, ସରପଞ୍ଚ ମୁହଁ ଖୋଲିବା ଦରକାର। ସରପଞ୍ଚ ମାନେ କାହିଁ ମୁହଁ ଖୋଲିବେନି? ଯେତେବେଳେ ଗୋଟେ ମହିଳା ସରପଞ୍ଚ ଉପରେ ଏଭଳି ବର୍ବରତା ହେଇଛି, ସବୁ ସରପଞ୍ଚ ଏକାଠି ହେଇକି ସ୍ୱର ଉତ୍ତୋଳନ କରିବା କଥା। ଯେତେବେଳେ କଣ ଜଗନ୍ନାଥ ପ୍ରଧାନ ନ ବାଡେଇକି ଏଠି ତାଙ୍କ ପିଲା କିଏ ବାଡେଇଲା କି ତାଙ୍କ ପିଲା କି ନୁହଁ ପ୍ରମାଣ ହେଲାନି, ସବୁ ଓଏ ସଂଘ ଏକାଠି ହେଇଗଲେ ତାଙ୍କୁ ଜେଲରେ ପୁରେଇ ଦେଲେ। ଚମେଲି ଓଝା ପାଇଁ ତା ସରପଞ୍ଚ ସଂଘ କାହିଁ ବାହାରିବନି? ବାହାରିବା ଦରକାର, ପ୍ରୋଟେଷ୍ଟ କରିବା ଦରକାର, ସମସ୍ତେ ପ୍ରୋଟେଷ୍ଟ କରିବା ଦରକାର। ମହିଳା ସୁରକ୍ଷା, ମହିଳା ସଶକ୍ତିକରଣ କଣ ଏଇଆ ରାଜ୍ୟରେ? ଏଠି କଥା ପଡିଛି, ଯେତେ ଶୀଘ୍ର ରାଜ୍ୟ ସରକାର ଏ କେସ୍କୁ ସମାଧାନ କରିବେ ସେତେ ଇଏ ମାନେ କଣ୍ଟ୍ରୋଭର୍ସିରୁ ଦୂରେଇ ରହିବେ। ନହେଲେ ଏଇ କଣ୍ଟ୍ରୋଭର୍ସି, ଏଇ ବର୍ବରତା ସାରା ଲୋକଙ୍କ ଭିତରେ ଗୋଟେ ଘର କରିଯିବ। ରାଜ୍ୟରେ ଚାରିଆଡୁ ସ୍ୱର ଉତ୍ତୋଳନ କରୁଛନ୍ତି ଏଇ ମହିଳାଟି ପାଇଁ। ବର୍ତ୍ତମାନ ନା କିଏ ବିଜେଡି, ବିଜେପି, କଂଗ୍ରେସ ସବୁ ମିଶିକି ମଧ୍ୟ ଏହାକୁ ବିରୋଧ କରୁଛନ୍ତି। ତେଣୁ ରାଜ୍ୟ ସରକାର ବୁଝିଯିବା ଦରକାର, ଏ କେସ୍କୁ ଆଉ ବଢେଇ ଚଢେଇ ଆଉ ରଙ୍ଗ ଦେଇ ତାକୁ ଜେଲ ଫେଲ ପଠେଇବା ପର୍ଯ୍ୟନ୍ତ କଥା ନ ଯାଉ। ତେଣୁ ୟାକୁ କେମିତି ସରଳ ସମାଧାନ କରନ୍ତୁ, ଯାହା ଦ୍ୱାରା ତାଙ୍କର ସରକାରଙ୍କର ଛବି ଓଡ଼ିଶାରେ ବଞ୍ଚି ରହିବ। This Raja experienced the grand celebration like never before. International Raja Utsav at Janta Maidan, Bhubaneswar. Shopping, masti, food and entertainment all at one place from 5th to 17th June 2026. International Raja Utsav 2026, Janta Maidan, Bhubaneswar.